ନମ୍ବର 1 ବଡ଼ ଧରଣର ବିମାନ ଦୁର୍ଘଟଣା ଭିତରେ ଥିଲେ 72 ଯାତ୍ରୀ ଭୟଙ୍କର ଭିଡ଼ିଓ। ବଡ଼ ଧରଣର ବିମାନ ଦୁର୍ଘଟଣା ଯାତ୍ରୀବାହୀ ବିମାନ କ୍ରାସ୍ କରିଥିବା ଖବର ସାମ୍ନାକୁ ଆସିଛି। କାଜାଖସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ବିମାନରେ ବହୁ ସଂଖ୍ୟାରେ ଯାତ୍ରୀ ଥିଲେ। ପ୍ରାୟ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କାଜାଖସ୍ତାନରେ ଅକତାର ଅଞ୍ଚଳରେ ଆଜରବୈଜାନର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବହୁ ସଂଖ୍ୟାରେ ଲୋକେ ମୃତ ସୂଚନା। ଆଜରବୈଜାନର ବାକୁର ଯାତ୍ରୀବାହୀ ବିମାନଟି ରୁଷିଆର ଗ୍ରଜନି ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଲ୍ୟାଣ୍ଡିଂ ବେଳେ କୌଣସି କାରଣରୁ ବିମାନରେ ନିଆଁ ଲାଗିଯାଇଥିଲା ଆଉ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ। ଉକ୍ତ ବିମାନରେ ମୋଟ 72 ଜଣ ଯାତ୍ରୀ ଥିଲେ। ନମ୍ବର 2 ଅଟକିଗଲା କଣ୍ଟେନର 3 ଘଣ୍ଟା ବର୍ଷାରେ ଭିଜିଲେ। କାଲି ସନ୍ଧ୍ୟା 6ଟାରୁ ରାତି 9ଟା ପର୍ଯ୍ୟନ୍ତ 3 ଘଣ୍ଟା ଧରି ଲୋକେ ଜାମ୍ରେ ପଶି ରହି ବର୍ଷା ମାଡ଼ ଖାଇଲେ। ରସଲଗୋଡ଼ ଓଭରବ୍ରିଜ୍ ଉପରେ ଠାରୁ ଆରମ୍ଭ କରି ବାଣୀବିହାର ଭୂମିଖାଲ ଓଭରବ୍ରିଜ୍ ଉପରେ ଓ ତଳ ହଜାର ହଜାର ଗାଡ଼ି ଓ ଏକାଧିକ ଆମ୍ବୁଲାନ୍ସ ଘଣ୍ଟା ଘଣ୍ଟା ପଶି ରହିଲେ। ଅଂଶପାଳ ଚକ ନିକଟରେ ଏକ କଣ୍ଟେନର ଅଚଳ ହେବା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିଲା। ଆମ୍ବୁଲାନ୍ସ ବାହାରିବାକୁ ବି ବାଟ ପାଉନଥିଲା। ଲୋକମାନେ ବସ୍ କାରରୁ ଓହ୍ଲାଇ ଚାଲି ଚାଲି ଗଲେ। ସୂଚନା ମୁତାବକ ସନ୍ଧ୍ୟା ପ୍ରାୟ 6ଟା ହେବ। ବରମୁଣ୍ଡା ପଟୁକଟକ ଯାଉଥିବା ଗାଡ଼ିଗୁଡ଼ିକରେ ବେଗ ହଠାତ୍ ଅଂଶପାଳ ନିକଟରେ କମିଯାଇ ପରେ ପୂରା ସ୍ଥିତି ହୋଇଗଲା। ଲୋକ ଭାବିଲେ କିଛି ସମୟ ପରେ ଗାଡ଼ି ଚାଳକ ସ୍ୱାଭାବିକ ହେବ। ଘଣ୍ଟା ଘଣ୍ଟା ଧରି ପଶି ରହିବା ପରେ ବି ଗାଡ଼ି ଘଟୁନଥାଏ। ଲୋକ ଭାବିଲେ କିଛି ସମୟ ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହେବ। ଘଣ୍ଟା ଘଣ୍ଟା ଧରି ପଶି ରହିବା ପରେ ବି ଗାଡ଼ି ଘଟୁନଥାଏ। ଏପଟେ ବର୍ଷା ମାଡ଼। ନମ୍ବର 3 ରାତି ଅଧରେ ପାକିସ୍ତାନରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ 15 ମୃତ। ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ ଚାଲିଗଲା 15 ଜଣଙ୍କ ଜୀବନ। ସମ୍ପ୍ରତି ଆତଙ୍କବାଦୀ ଘଟଣା ଯୋଗୁଁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ତିକ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଆଉ ଏହାରି ଭିତରେ ଏବେ ଆଫଗାନିସ୍ତାନ ଉପରେ ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରିଛି ପାକିସ୍ତାନ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗତ ମଙ୍ଗଳବାର ରାତିରେ ଏହି ଆକ୍ରମଣ କରିଛି ପାକିସ୍ତାନ। ପାକିସ୍ତାନର ଏହି ଏୟାର ଷ୍ଟ୍ରାଇକ୍ରେ ଏପର୍ଯ୍ୟନ୍ତ 15 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ କିଛି ମହିଳା ଏବଂ ଶିଶୁ ମଧ୍ୟ ଥିବା ନେଇ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନରେ ଲୁଚି ରହିଥିବା ପାକିସ୍ତାନ ତହରିକ ଓ ତାଲିବାନର ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ପାଇଁ ପାକିସ୍ତାନ ଏହି ଏୟାର ଷ୍ଟ୍ରାଇକ୍ କରିଥିଲା। ନମ୍ବର 4 ପୁଅ ତ ଚାଲିଗଲା ଏବେ ନାତିକୁ ଫେରାଅ ନହେଲେ ପୁରା ପରିବାର ଜୀବନ ହାରିବୁ। ପୁଅ ଚାଲିଗଲା ସବୁ ସ୍ୱପ୍ନ ଚୂନା ହୋଇଗଲା। ଗୋଟିଏ ଗୋଟିଏ ମୁହୂର୍ତ୍ତ ବର୍ଷ ପରି ଲାଗୁଛି। ଜୀବନ ପ୍ରତି ମୋହ ତୁଟି ଯାଇଥିବା ପୁଅର ଏକମାତ୍ର ସନ୍ତକ ନାତିକୁ ପାଇବାକୁ ଜେଜେବାପାଙ୍କର ଆକୁଳ ନିବେଦନ। ବୁଢ଼ା ବରଗଛଟିଏ ପରି ଛାତିରେ ଛାତିଏ କହକୁ ଜାବୁଡ଼ି ଧରି ନାତି ପାଇଁ କାନ୍ଦି କାନ୍ଦି ଗୁହାରି କରୁଛନ୍ତି ପୁଅକୁ ହରାଇଥିବା ଜଣେ ହତଭାଗ ବାପା। ଜୀବନର ଶେଷ ସମୟରେ ଆଶାବାଡ଼ି ସାଜିବ ବୋଲି ଦୈବ ଯାହାକୁ ପଠାଇଥିଲା ସେ ତ ମାନସିକ ଯନ୍ତ୍ରଣାରେ ଛଟପଟ ହୋଇ ସବୁଦିନ ପାଇଁ ଆରପାରିକୁ ଚାଲିଗଲା। ଆଉ ଏ ବୁଢ଼ା ବାପାଟିର କାନ୍ଧରେ ଦେଇଗଲା କୁନି ପୁଅର ଭାର। ହେଲେ ସେ ନାତିକୁ ଖୋଜିବେ କ'ଣ? ପୁଅକୁ ହରାଇବା ଦୁଃଖରେ ସେ ମ୍ରିୟପ୍ରାଣ। ଯେତେ ଚେଷ୍ଟା କଲେ ବି ବୁଢ଼ା ବାପାର ମନ ବୁଝୁନି କି ଆଖିରୁ ଲୁହ ଶୁଖୁନି। ନମ୍ବର 5 ମହିଳାଙ୍କ ପାଇଁ ଖୁସି ଖବର। ମାର୍ଚ୍ଚରେ ଆକାଉଣ୍ଟକୁ ଆସିବ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା। ଜାନୁଆରୀ ଶେଷ ସୁଦ୍ଧା 1 କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ। ମାର୍ଚ୍ଚରେ ଏକାସଙ୍ଗେ କୋଟିଏ ହିତାଧିକାରୀଙ୍କୁ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା। ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 3ଟି ପର୍ଯ୍ୟାୟରେ ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିରେ ଟଙ୍କା ପହଞ୍ଚିବା ପରେ ଚତୁର୍ଥ ପର୍ଯ୍ୟାୟକୁ ଅପେକ୍ଷା କରି ରହିଛନ୍ତି ଅନେକ ହିତାଧିକାରୀ। କିନ୍ତୁ ଚତୁର୍ଥ ପର୍ଯ୍ୟାୟର ଟଙ୍କାକୁ ଡିସେମ୍ବର 25 ଦେବାକୁ ଥିବା ବେଳେ ଏହାକୁ ସ୍ଥଗିତ ରଖାଯାଇଛି। ତେବେ ଏ ନେଇ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟକୁ ନେଇ କୁହାଯାଉଛି ଯେ ଏହି ଟଙ୍କା ଆସନ୍ତା 2025 ଜାନୁଆରୀରେ ସରକାର ପଠାଇ ପାରନ୍ତି। ଏହି ପର୍ଯ୍ୟାୟରେ ପ୍ରାୟ 20 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ। ନମ୍ବର 6 ପାଣିପାଗ ସୂଚନା। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଆଉ 24 ଘଣ୍ଟା ବର୍ଷିବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି। ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଅଧିକ ବର୍ଷା ହେଉଥିବାକୁ ଦେଖିବାକୁ ମିଳୁଛି। ଆହୁରି 24 ଘଣ୍ଟାରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗୁରୁବାର ସକାଳ ଯାଏଁ ଓଡ଼ିଶାରେ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି। ତେବେ ଡିସେମ୍ବର 26ରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ନମ୍ବର 7 ବଡ଼ଦିନରେ ୟୁକ୍ରେନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କଲା ରୁଷିଆ। ଡିସେମ୍ବର 25ରେ ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରାଯାଇଛି। କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ୟୁକ୍ରେନ ବିଭିନ୍ନ ସହରକୁ ଟାର୍ଗେଟ କରାଯାଇଛି। ରୁଷିଆର ଆକ୍ରମଣ ୟୁକ୍ରେନର ଉତ୍ତର ପୂର୍ବ ସହର କାର୍ଗିବରେ ସର୍ବାଧିକ କ୍ଷତି ଘଟାଇଛି। କାର୍ଗିବ ମେୟର ଟେଲିଗ୍ରାମ ଲେଖିଛି ସହରରେ ବ୍ୟାପକ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ଅନେକ ବିସ୍ଫୋରଣ ଶବ୍ଦ ଶୁଣାଯାଉଛି ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବେ ମଧ୍ୟ ସହର ଆଡ଼କୁ ଗତି କରୁଛି ବୋଲି ସେ କହିଛନ୍ତି।
ଆଞ୍ଚଳିକ ଗଭର୍ଣ୍ଣର ୱେହେଲ ସିନିହୋଭୋଭ କହିଛନ୍ତି ଯେ ସେ ରୁଷିଆ ପକ୍ଷରୁ 7ଟି ଆକ୍ରମଣ ହୋଇଥିବା ଗଣନା କରିଛନ୍ତି। ଆକ୍ରମଣ ଯୋଗୁଁ ଆତଙ୍କ ସଂଖ୍ୟା ମଧ୍ୟ ଆକଳନ କରାଯାଉଛି। ନମ୍ବର 8 ବଦଳିଲା ବିମାନ ହ୍ୟାଣ୍ଡବ୍ୟାଗ୍ ନିୟମ। ସର୍ବାଧିକ ଓଜନ 7 କେଜି। ବିମାନ ଯାତ୍ରୀଙ୍କ ପାଇଁ ଜରୁରୀ ଖବର। ନୂଆ ନିୟମ ଅନୁସାରେ ଜଣେ ଯାତ୍ରୀ କ୍ୟାବିନରେ କେବଳ ଗୋଟିଏ ବ୍ୟାଗ୍ ସାଙ୍ଗରେ ନେଇପାରିବ। ବ୍ୟାଗ୍ ଓଜନ 7 କିଲୋରୁ ଅଧିକ ହେବ ନାହିଁ। ଗୋଟିଏ ବ୍ୟାଗ୍ରୁ ଅଧିକ ଥିଲେ ତାହାକୁ ଅନୁମତି ମିଳିବ ନାହିଁ। ଚେକ୍ କରି ବ୍ୟାଗ୍‌ଗୁଡ଼ିକ ନେବାକୁ ପଡ଼ିବ। ଯେଉଁମାନେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି ସେମାନେ ଏହି ନିୟମ ମାନିବାକୁ ହେବ। ଏ ନିୟମ ଇକୋନୋମି ଏବଂ ପ୍ରିମିୟମ୍ ଇକୋନୋମି କ୍ଲାସ୍ ଯାତ୍ରୀଙ୍କ ପାଇଁ ଲାଗୁ ହେବ। ଫର୍ଷ୍ଟ ଏବଂ ବିଜନେସ୍ କ୍ଲାସ୍ ଯାତ୍ରୀ ପାଇଁ 10 କିଲୋ ପର୍ଯ୍ୟନ୍ତ ହ୍ୟାଣ୍ଡବ୍ୟାଗ୍ ନେଇଯାଇପାରିବେ। ବ୍ୟାଗ୍‌ର ଆକାର ବି ଧ୍ୟାନ ରଖାଯାଇଛି। ଉଚ୍ଚତା 55 ସେମି, ଲମ୍ବ 40 ସେମି ଏବଂ ଉଚ୍ଚତା 20 ସେମିରୁ ଅଧିକ ହେବ ନାହିଁ। ନମ୍ବର 9 ଇସ୍ତଫା ନାଁ ଅଟାଯାଇଛି। ରଘୁବରଙ୍କ ଇସ୍ତଫା ଜଣାପଡ଼ିଲା ବଡ଼ କାରଣ। ଦେଶରେ ରାଜ୍ୟପାଳ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଗୋଟିଏ ପଟେ ରାଷ୍ଟ୍ରପତି ମୁର୍ମୁ ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସଙ୍କୁ ଇସ୍ତଫା ଗ୍ରହଣ କରିଛନ୍ତି। ଅନ୍ୟପଟେ ବିହାର, ମିଜୋରାମ, କେରଳ ଏବଂ ମଣିପୁରର ରାଜ୍ୟପାଳଙ୍କୁ ପରିବର୍ତ୍ତନ କରାଯାଇଛି। ରାଷ୍ଟ୍ରପତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏହାପରେ ମିଜୋରାମ ରାଜ୍ୟପାଳ ହରିବାବୁଙ୍କୁ ତାଙ୍କ ସ୍ଥାନରେ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଭାରତୀୟ ସମ୍ବିଧାନର ଧାରା 154 ଅନୁଯାୟୀ ରାଜ୍ୟପାଳ କାର୍ଯ୍ୟକାଳ 5 ବର୍ଷ। ରାଜ୍ୟପାଳ ଭାବେ ନିଯୁକ୍ତି ହେବାକୁ ବ୍ୟକ୍ତି ଭାରତର ନାଗରିକ ହେବା ଆବଶ୍ୟକ। ଏହା ବ୍ୟତୀତ ରାଜ୍ୟପାଳ ଭାବରେ ନିଯୁକ୍ତ ବ୍ୟକ୍ତିଙ୍କ ବୟସ 25 ବର୍ଷ କିମ୍ବା ତା'ଠାରୁ ଅଧିକ ହେବା ଉଚିତ। ନମ୍ବର 10 ସାମ୍ନାକୁ ଆସିଲା ନୂଆ ଡିଏ ଚାର୍ଟ। 2025ରେ କର୍ମଚାରୀଙ୍କର ଏତିକି ବଢ଼ି ଆସିବ ଦରମା। କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ବଡ଼ ଖବର ଆସିଛି। କାରଣ ମହଙ୍ଗା ଭତ୍ତା ଉଭୟଙ୍କ ପାଇଁ ଆୟକର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଏହା ଏକ ଭତ୍ତା ଯାହାକୁ ମୁଦ୍ରାସ୍ଫୀତିର ଋଣାତ୍ମକ ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରତି 6 ମାସରେ ସଂଶୋଧିତ ହୁଏ। ଜାନୁଆରୀ 2024ରୁ କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ 4% ବୃଦ୍ଧି କରିଛନ୍ତି, ଯାହା ପରେ ଏହା 50%କୁ ବୃଦ୍ଧି ପାଇଛି। ଡିଏରେ ଏହି ବୃଦ୍ଧି ପରେ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ଦରମା ଏବଂ ପେନ୍ସନରେ ଏକ ବଡ଼ ପରିବର୍ତ୍ତନ ହେବ। ଡିଏ ବୃଦ୍ଧି ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ଏକ ବଡ଼ ପରିବର୍ତ୍ତନ ହେବ। ଉଦାହରଣ ସ୍ୱରୂପ, ଯଦି ଜଣେ କର୍ମଚାରୀଙ୍କର ବେସିକ୍ ଦରମା 45,700 ଟଙ୍କା, ତେବେ 44% ଡିଏ ଅନୁଯାୟୀ ତାଙ୍କ ପକେଟକୁ 21,022 ଟଙ୍କା ଆସିବ। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।